କଳସା ଚଉତିଶାର ସମୀକ୍ଷା। କଳସା ଚଉତିଶା ବର୍ଷା ଦାସଙ୍କ ରଚିତ ଏକ ପ୍ରାଚୀନ କବିତା। ଏହି କବିତା ଆଦିକବି ଶୂଦ୍ରମୁନି, ଉତ୍କଳ ବ୍ୟାସ, ସାରଳା ଦାସଙ୍କର ମହାଭାରତ ରଚନାର ପୂର୍ବବର୍ତ୍ତୀ ରଚନା ବୋଲି କେହି କହୁଥିବା ବେଳେ କେହି ମଧ୍ୟ ସାରଳା ଦାସଙ୍କ ମହାଭାରତ ରଚନାର ପରବର୍ତ୍ତୀ ସୃଷ୍ଟି ବୋଲି ମତବ୍ୟକ୍ତ କରିଛନ୍ତି। ଏହି ରଚନାର ନିର୍ଦ୍ଦିଷ୍ଟ ସନ୍ ତାରିଖ ବିଶିଷ୍ଟ ତାର ଉଲ୍ଲେଖ ନିଜେ କବିଙ୍କ ଦ୍ୱାରା ନଥିବାରୁ ଏ ପ୍ରକାର ଦ୍ୱୟ ମତ ଉତ୍ପନ୍ନ ହୋଇଅଛି। ତେବେ କବିତା ରଚନାର ଐତିହ୍ୟ ବା ଇତିହାସ ଖୋଜିବାର ଯେତେ ଆବଶ୍ୟକତା ନାହିଁ, ସେତେ ଆବଶ୍ୟକତା ଅଛି କବିତାର ରାଚନିକ ସାମାଜିକ ଚାହିଦା। ଆଜିର ଯୁଗରେ ରଚିତ କବିତାଟିର ମଧ୍ୟ ସାମାଜିକ ଉପଯୋଗିତା ବଳବତ୍ତର ରହିଅଛି ବୋଲି ଦୃଢ଼ତାର ସହିତ କୁହାଯିବ। ସାହିତ୍ୟ ସୃଷ୍ଟି ଏମିତି ଏକ ରଚନା ଯାହାର କି ଚିରନ୍ତନ ମୂଲ୍ୟ ଓ ମୂଲ୍ୟବୋଧ ସବୁକାଳେ ବିଦ୍ୟମାନ। ଏହା ଖାଲି ପ୍ରଚାର ସର୍ବସ୍ୱ ରଚନା ନୁହେଁ, ଜୀବନ ଧାରଣିକ ରଚନା। ସବୁ ରଚିତ ସାହିତ୍ୟରେ ଜୀବନ ଧାରଣର ମାନଦଣ୍ଡଟିଏ ସାଇତା ହୋଇ ସବୁକାଳେ ଥାଏ। କେବଳ ଖୋଜିବା ପାରିବାର ମନୋବୃତ୍ତିଟିଏ ଥିଲେ ସବୁ ପ୍ରକାର ରଚିତ ସାହିତ୍ୟର ମୂଲ୍ୟକୁ ଆକଳିତ କରାଯାଇପାରିବ, ଅବଧାରିତ କରାଯାଇପାରିବ। ଜୀବନ ରଖା ଓ ଜୀବନ ଖୋଜା ଶାସ୍ତ୍ରର ନାମ ସାହିତ୍ୟ। ସାହିତ୍ୟିକ ଲେଖକ ତାର ରଚିତ ସାହିତ୍ୟରେ ଜୀବନକୁ ଭାଷା ଦ୍ୱାରା ରଖେ, ଆଉ ପାଠକ ସେହି ରଖାଯାଇଥିବା ଜୀବନକୁ ପଢ଼ି, ଖୋଜି, ଲୋଡ଼ି, ସମାଲୋଚନା ଜରିଆରେ ବାହାର କରେ, ଆଉ ଦେଖାଏ କି ରଚିତ ସାହିତ୍ୟରେ ଏହି ଜୀବନିକ ଉପାଦାନ ଅଛି। ଖୋଜିବା ଏବଂ ପାଇବା ଅନୁସନ୍ଧାନର ଉପଯୁକ୍ତମୟତା, ଏହି କଷ୍ଟକରତାକୁ ବରଣ କରିପାରିଲେ ପ୍ରତ୍ୟେକ ସାହିତ୍ୟର ସମୁଚିତ ମାନ୍ୟତା ବଜାୟ ରହିପାରିବ। ଖୋଜିବାର ମନୋବୃତ୍ତିଟିଏ ଥିଲେ କରାଯାଇପାରିବାର ଆଶା ରଖାଯାଇପାରିବ। କଳସା କଳସ ବା ମାଠିଆ ଶବ୍ଦରୁ ଆଗତ। କଳସ ସ୍ଥାପନ ବା ପୂର୍ଣ୍ଣକୁମ୍ଭ ଦର୍ଶନ ହିନ୍ଦୁ ଧର୍ମୀୟ ସଂସ୍କୃତରେ ଶୁଭମୟତାର ପ୍ରତୀକ ବୋଲି ଧରାଯାଇଥାଏ। ମୁଁ ଯେତେବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ବୁର୍ଲାଠାରେ ଓଡ଼ିଆ ଭାଷା ଓ ସାହିତ୍ୟରେ MA ପାଠ ପଢ଼ୁଥିଲି, ସେତେବେଳେ ପରୀକ୍ଷା ଦେବାକୁ ଯାଉଥିବା ସମୟରେ ଓଡ଼ିଆ ପିଲାମାନେ ଯେଉଁମାନେ କି ହିନ୍ଦୁ ଧର୍ମର ଥିଲେ, ଛାତ୍ରାବାସର ପିଅନ ବାବାଜୀ ନାମକ ବ୍ୟକ୍ତିକୁ ପୂର୍ବରୁ କହିଦେଇଥିଲେ କି ପରୀକ୍ଷା ଦେବାକୁ ଯିବା ସମୟରେ ହଷ୍ଟେଲର କୋଲାପ୍ସିବଲ ମେନ୍ ଗେଟର ବାମ ପାର୍ଶ୍ୱରେ ବାଲି ଉପରେ ସିନ୍ଦୂରରେ ଚନ୍ଦ୍ରବିନ୍ଦୁ ଆଙ୍କି, ନାଲି ଶାଲୁକନାରେ ନାରିକେଳ ବା ନଡ଼ିଆକୁ ବାନ୍ଧି, ଆମ୍ବପତ୍ର ଦେଇ ପୂର୍ଣ୍ଣକୁମ୍ଭ ସ୍ଥାପନ କରିବାକୁ। ବାବାଜୀ ବି କଥା ମାନି ସେମିତି ଯଥାରୀତି କରାଏ। ପୂର୍ଣ୍ଣକୁମ୍ଭ ଦେଖିକି ଗଲେ ପରୀକ୍ଷା କୁଆଡ଼େ ଭଲ ହେବାର ଏକ ସାଂସ୍କୃତିକ ବିଶ୍ୱାସ ଛାତ୍ରମାନଙ୍କ ମଧ୍ୟରେ ବଦ୍ଧମୂଳ ଧାରଣାଟିଏ ରହିଥିଲା, ଯାହାକି ସେମାନଙ୍କର ବାପା ମା ସେମାନଙ୍କ ମନରେ ପୂରାଇ ଦେଇଥିବେ ବୋଲି ଅନୁମେୟ। ମୁଁ ଯେତେବେଳେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବା ରେଳ ନାମ ଖୋର୍ଦ୍ଧା ରୋଡ଼ଠାରେ ଥାଇ ପିତୃଦେବଙ୍କ ପ୍ରସାଦରୁ ବାପା ଚାକିରି କରୁଥିଲେ ବୋଲି ସେଠା ହିନ୍ଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିଲି, ମୋର ସ୍କୁଲ ଶିକ୍ଷକ ତଥା ଗୃହ ଶିକ୍ଷକ ମୋତେ ପରାମର୍ଶ ଦେଇଥିଲେ କି ଯାହାଙ୍କର ନାମ ମନମୋହନ ସାହୁ, ମାଙ୍କ ହାତରୁ ଦହି ଖାଇ ପରୀକ୍ଷା ଦେବାକୁ ଯିବାକୁ। ମା କିନ୍ତୁ ଦେଇ ନଥିଲେ, ଏଥିପାଇଁ କି ଯେ ପରୀକ୍ଷାରେ ସଫଳତା ପ୍ରସ୍ତୁତି ନିର୍ଭରଶୀଳ, ନତୁବା ମା ହାତରୁ ଦହି ଖାଇ ଯିବାରେ ଥାଏ, ଯାହାକି ଏକ ପ୍ରକାର ସୁପରଷ୍ଟିସନ ବା ଅନ୍ଧବିଶ୍ୱାସ ଅପିତୁ କୁସଂସ୍କାର। ତେବେ ସେହି ପୂର୍ଣ୍ଣକୁମ୍ଭ ଦର୍ଶନର ଶୁଭଫଳମୟତାରୁ କଳସା ଚଉତିଶା ନାମକ ପ୍ରାଚୀନ କାଳଭିତ୍ତିକ ରଚନା କବିତାର ସୃଷ୍ଟି ସର୍ଜନା ବେଶ୍ ଭଲ ଫଳ ପାଠକକୁ ଦେଇଥାଏ। ଚଉତିଶା ରଚନା ସହଜ କଦାପି ନୁହେଁ। 34 ଗୋଟି ବ୍ୟଞ୍ଜନବର୍ଣ୍ଣକୁ ପାଦ ଆଦ୍ୟରେ ରଖି କବିତା ରଚନା କରିବାର ଧାରା ବା ପ୍ରଣାଳୀର ନାମ
ନାମ ଚଉତିଶା, ଯାହାକି ସଂସ୍କୃତ ଭାଷାର 34 ରଚନାର ଓଡ଼ିଆ ଭାଷିକ ପ୍ରଯୁକ୍ତି ବା ପ୍ରୟୋଗମୟତା। ଓଡ଼ିଆ ଭାଷା ଦେବନାଗରୀ ସଂସ୍କୃତ ଭାଷାରୁ ଜନନୀ ଉତ୍ପତ୍ତିତ ସନ୍ତନାୟିତ ଭାଷା। ଭାଷାବିତ୍ ବ୍ୟାଖ୍ୟାକାରଗଣ କହିଛନ୍ତି, ମତବ୍ୟକ୍ତ କରିଛନ୍ତି। କଳସ ଚଉତିଶା ପ୍ରାଚୀନ ପଦ୍ୟ ସାହିତ୍ୟ ସୃଷ୍ଟିକୁ, ଯାହାକି ବର୍ଷାଦାସଙ୍କ ରଚିତ ମହାନ୍ ପଦ୍ୟଶୈଳୀ ବିଭବ, ତାକୁ ମୁଁ ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ଼ ସହରରେ ରହି ସେଠା ଡି.ଏ.ଭି. କଲେଜରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନ ପ୍ରାପ୍ତ ପାଠ୍ୟ ଖସଡ଼ା ବି.ଏ. ଓଡ଼ିଆ ଅନର୍ସ କୋର୍ସରେ ପଢ଼ିଥିଲି। 1983 ମସିହାରୁ ନେଇକି 1985 ମସିହାର ମଇ ମାସ ପର୍ଯ୍ୟନ୍ତ ସମୟ ଅବଧିରେ ପଦ୍ମଲୋଚନ ମହନ୍ତ କେନ୍ଦୁଝର ଜିଲ୍ଲାର ଅଧିବାସୀ ସାର୍, ଯିଏକି ଟିଟଲାଗଡ଼ରେ ଚାକିରି କରୁଥିଲେ, ପରେ ସାର୍ ବଣାଇଁଗଡ଼ କଲେଜକୁ ବଦଳି ହୋଇ ଚାଲି ଯାଇଥିଲେ। ସିଏ ପଢ଼ାଇଥିଲେ। କଳସ ଚଉତିଶା କବିତାଟି ମୋତେ ଭଲ ଲାଗେ। କବିତା ମୋର ପ୍ରିୟତମ ପଠନ ବିଷୟ। ଆକାର ଛୋଟ, ପଢ଼ିବା ସମୟ ସାପେକ୍ଷ କଦାପି ନୁହେଁ, ଧୈର୍ଯ୍ୟ ରହେ। ସମୀକ୍ଷା ଦୃଷ୍ଟିରେ ସହଜରେ ଦେଖି ହେବ ଭାବି ମୁଁ କବିତାକୁ ଭାରି ଭଲ ପାଏ, ଆଦର କରେ। ହେଲେ ଧାଡ଼ିଏ କବିତା କେବେ ଲେଖିନାହିଁ ନିଜର ଜୀବନରେ। ଅଧ୍ୟାପକ ଚାକିରି ଜୀବନରେ କବିତା ପଢ଼ାଇ ଆନନ୍ଦ ଦେଇଛି, ଆନନ୍ଦିତ ହୋଇଛି, ଆନନ୍ଦ ପାଇଛି। ମୋର M.A. ପାଠ୍ୟ ଶ୍ରେଣୀରେ ଆଧୁନିକ ଓଡ଼ିଆ କବିତା ବିଶେଷ ପତ୍ର ଥିଲା। ଜ୍ୟୋତିବିହାର ବୁର୍ଲାଠାରେ ଥାଇ 1985ରୁ 1987 ମସିହା ଶିକ୍ଷା ଅଧିବେଶନ ମଧ୍ୟରେ କଳସ ଚଉତିଶାକୁ ପୁଣି ମୁଁ M.A. ଶ୍ରେଣୀରେ ପଢ଼ିଥିଲି। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଥାଇ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ସାର୍ ପଢ଼ାଇଥିଲେ। ଏହି କବିତାରେ ଅଛି କି କନ୍ୟାରତ୍ନ ପାଇଁ ଉପଯୁକ୍ତ ବର ମନୋନୟନ ବା ନିର୍ବାଚନ। ପ୍ରତ୍ୟେକ ବାପା ମା'ଙ୍କ ଆଖିରେ ସେମାନଙ୍କର ଝିଅ ସାଧାରଣ ମତରେ ସୁନ୍ଦର। ଯେହେତୁ ଦୁହେଁ କନ୍ୟାରତ୍ନଟିର ଜନ୍ମଦାତା, ଆଉ ଝିଅ ଜନମ ପର ଘରକୁର କଥା ଅଛି ଓଡ଼ିଆ ପ୍ରବାଦ ଲୋକବଚନରେ। ଠିକ୍ ସେମିତି ହିନ୍ଦୀରେ ମଧ୍ୟ ଅଛି ବେଟି ପରାୟା ଧନ। ପରାୟା ଧନ ନାମରେ ହିନ୍ଦୀ ସିନେମା ମଧ୍ୟ ଅଛି। ତେବେ କନ୍ୟା ପାଇଁ ବର ନିର୍ବାଚନ ସୁନ୍ଦର, ସୁଠାମ, ସ୍ୱାସ୍ଥ୍ୟବାନ, ସୁଶିକ୍ଷିତ ହେବା ଉଚିତ ବା ଦରକାର। 5 ଲୋକ ବାହାରୁ ଦେଖିଲେ କହିବେ ଯେମିତି, ହଁ, ଝିଅକୁ ଦେଖି ଜ୍ୱାଇଁ ଠିକ୍ ଅଛି। ସୀତା ପାଇଁ ବର ମନୋଜ ଦାସଙ୍କ ରଚିତ ଗପ ଅଛି। ସ୍ୱାମୀ ଯଦି ସୁନ୍ଦର, ସ୍ୱାସ୍ଥ୍ୟବାନ, ତେବେ ସ୍ତ୍ରୀର ସେହି ସ୍ୱାମୀଠାରେ ମନ ଆପେ ଲାଗିଯିବ। ଆଉ ଦୁଲ୍ହନ ଓହି ଜୋ ପିଆ ମନ ଭାवे ର ହିନ୍ଦୀ ସିନେମା ପିଆ କା ଘର ଦ୍ୱୟ ରହିଛନ୍ତି। ମୋ ଜାଣିବାରେ କଳସ ଚଉତିଶା କବିତାଟି ଭାବଧର୍ମୀ, ମନସ୍ତାତ୍ତ୍ୱିକ ତଥା ଆଧ୍ୟାତ୍ମିକ, ଅଲୌକିକ, ବ୍ୟଙ୍ଗାତ୍ମକ, ଧର୍ମୀୟ ଚମତ୍କାରିତା ବା ଆଶ୍ଚର୍ଯ୍ୟମୟତାର ମିରାକିଲ ବିଶିଷ୍ଟ। ଧର୍ମୀୟ ଚମତ୍କାରିତା ଥାଏ ଧର୍ମ ପ୍ରତି, ଈଶ୍ୱରଙ୍କ ପ୍ରତି ମନୁଷ୍ୟ ମନରେ ବିଶ୍ୱାସମୟତାକୁ ଜାଗରିତ କରାଇବା ପାଇଁ, ଉଦ୍ରେକ ହେବା ନିମିତ୍ତ। ନହେଲେ ମଣିଷ ମାନିବ ନାହିଁ। ଯେହେତୁ ମଣିଷ ପ୍ରମାଣ ଖୋଜାଧାରୀ ଜୀବ, ରିଜନେବଲ ବା କାରଣ ଖୋଜାଧାରୀ, ତେବେ ଯାଇ ବିଶ୍ୱାସ ବଦ୍ଧମୂଳ ହୋଇ ମନରେ ରହେ, ଆଶା କରାଯାଇପାରେ। ବିବାହ ଯୋଗ୍ୟା ପ୍ରତ୍ୟେକ ଯୁବତୀ ଝିଅ ଚାହେଁ ସୁନ୍ଦର, ସ୍ୱାସ୍ଥ୍ୟବାନ, ସୁଠାମ ବର, ଯିଏକି ତାକୁ ଲକ୍ଷେ ଫଗୁଣ ଦେଇ ପାରୁଥିବ। ଓଡ଼ିଆ ସିନେମାର ନାମକରଣ ଭଳି ମୋତେ ଆଣିଦେଲ ଲକ୍ଷେ ଫଗୁଣ। ହିମାଳୟ ଦୁହିତା, ହୈମବତୀ, ଝିଅ ପାର୍ବତୀ, ଯୁବତୀ, ଅନୂଢା କନ୍ୟା, କାହିଁକି ଚାହିଁବେ ନାହିଁ ସୁନ୍ଦର, ସ୍ୱାସ୍ଥ୍ୟବାନ, ସୁଠାମ ବରକୁ? ସମସ୍ତେ ଭଲ ଚାହାନ୍ତି, ମନ୍ଦକୁ କେହି ଚାହିଁ ନଥାନ୍ତି। ଧର୍ମୀୟ ଅଲୌକିକ ଭିତ୍ତିଭୂମି ବା ପରିବେଶମୟତାରୁ କଳସ ଚଉତିଶା ନାମକ ପଦ୍ୟର ସୃଷ୍ଟି ସର୍ଜନା ସମ୍ଭବିତ ହୋଇଅଛି। ଏହା ଏକ ପୌରାଣିକ ବ୍ୟଙ୍ଗ। ମନସ୍ତତ୍ତ୍ୱ ବା ହ୍ୟୁମ୍ୟାନ ସାଇକୋଲୋଜି ଏଥିରେ ବଡ଼ ବିଶିଷ୍ଟ ଭୂମିକା ନେଇଅଛି। ଶୀତଳଷଷ୍ଠୀରେ ପାର୍ବତୀ ଶିବଙ୍କର ବିବାହ ପ୍ରସଙ୍ଗ ଆଗରୁ ଥିଲା। ତାକୁ ଦେଖିକି ବୋଧେ ଏହି କବିତାଟିକୁ କବି ଲେଖିଛନ୍ତି। ନହେଲେ ପାର୍ବତୀ ନିଜେ, ପାର୍ବତୀଙ୍କ ମାତା ହୈମବତୀ ଏବଂ ପାର୍ବତୀଙ୍କ ମିତଣୀମାନେ ବୁଢ଼ା, ରୋଗା, ଖୁଁ ଖୁଁ କାଶୁଥିବା ହଡ଼ା ବଳଦ ଉପରେ ବସିଥିବା
ଓହ୍ଲାଉଥିବା ବେଳେ ପଡ଼ିଯାଉଥିବା ବେଦୀରେ ଲୋକମାନେ ନେଇ ଶିବଙ୍କୁ ବସାଉଥିବା ବେଳେ ଧଇଁପେଲା କାଶି କାଶି ଲେଞ୍ଜରା କୋତରା ହୋଇ ମୁଣ୍ଡ ତଳକୁ କରି ଲୋଟି ପଡ଼ୁଥିବା ଶିବ ବରଙ୍କୁ ଦେଖି ଯୁବତୀ ପାର୍ବତୀଙ୍କ ଝିଅ ସାଙ୍ଗମାନେ ମତ ବ୍ୟକ୍ତ କରି କହୁଥିଲେ, ହେ ପାର୍ବତୀ ଦୁଲଣୀ, ତୁମର ବାପା ଏ ବୁଢ଼ା ବରକୁ କେମିତି ତୁମ ଭଳି ଜଣେ ସୁନ୍ଦରୀ ସ୍ୱାସ୍ଥ୍ୟବତୀ ଝିଅ ପାଇଁ ନିର୍ବାଚିତ ମନୋନୀତ କଲେ? ମା ହୈମବତୀ ମଧ୍ୟ ଜ୍ୱାଇଁଙ୍କୁ ଚାହିଁ ନଥିଲେ। ତାଙ୍କର ଏକମାତ୍ର ସୁନ୍ଦରୀ କୋଳପୋଛା ଝିଅକୁ ବୁଢ଼ା ବର ଶିବଙ୍କ ସହିତ ବାହା ଦେବାକୁ ଝିଅ ପାର୍ବତୀ ମଧ୍ୟ ଚାହୁଁ ନଥିଲେ। ଏମିତି ବୁଢ଼ା ରୋଗା କୁତ୍ସିତ କଦାକାର ଧଇଁପେଲା କାଶୁଥିବା ଅଯୋଗ୍ୟ ବରକୁ ବାହା ହେବାକୁ। ହେଲେ ପିତା ସ୍ୱାମୀ ହିମାଳୟ, ଯିଏକି ହୈମବତୀଙ୍କର ଭର୍ତ୍ତା ଥିଲେ, ସେ କିନ୍ତୁ ଚାହୁଁଥିଲେ ଶିବ ଭଗବାନ ଆଧ୍ୟାତ୍ମିକ ଅଲୌକିକ ସତ୍ତା, ତାଙ୍କୁ ହିଁ ନିଜ ଝିଅକୁ ବାହା ଦେବେ। ହେଡ୍‌ଷ୍ଟ୍ରଙ୍ଗ ବା ଦୃଢ଼ଚିତ୍ତ ଥିଲେ ପାର୍ବତୀଙ୍କ ବାପା ହିମାଳୟ। ପୁରୁଷ କୈନ୍ଦ୍ରିକ ସମାଜ ଯାହା ସ୍ଥିର କରିବ, ନାରୀ କୈନ୍ଦ୍ରିକ ସମାଜ, ସ୍ତ୍ରୀ, ମାତା, ଦୁଲାଳୀ ତାକୁ କାୟ ମନ ବାକ୍ୟରେ ମାନିବାର ପ୍ରାଚୀନ ପ୍ରଥା ବିଧି ରହିଥିଲା। ଏବେ ବି ପୁରୁଷର ଦବଦବା ଦବି ଯାଇନାହିଁ। ପୁରୁଷକୁ ଛାଡ଼ି ନାରୀ ରହିପାରିବ ନାହିଁ। ସୁତରାଂ ହୈମବତୀ ଓ ତାଙ୍କ ଝିଅ ପାର୍ବତୀ ବାଧ୍ୟ ହୋଇଛନ୍ତି ହିମାଳୟଙ୍କ କଥା ମାନି ବୁଢ଼ା ବର ଶିବଙ୍କୁ ଜ୍ୱାଇଁ ତଥା ସ୍ୱାମୀ କରିବାକୁ। ଆମ ମାନବୀୟ ସମାଜରେ ଅତୀତରେ ଯୁବତୀ ଝିଅ ବୁଢ଼ା ବର ଦୋଭେଇ ବା ଦ୍ୱିତୀୟ ପକ୍ଷ ବରକୁ ବାହା ହେଉଥିଲେ। କାରଣ ଯାହା ହୋଇଥାଉ, ଯୋଉ ବୟସରେ ଯାହା, ଯୁବତୀ ସ୍ୱାସ୍ଥ୍ୟବାନ ଯୁବକ ବରକୁ ବାହା ହେଲେ ସୁନ୍ଦର ଦିଶେ। ବୁଢ଼ା ବର ବିବାହ ଯୁବତୀ ଝିଅ ପାଇଁ ବାହ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଏକ ପ୍ରକାର ଯାତନା, ଅତ୍ୟାଚାର। ନନ୍ଦକିଶୋର ବଳଙ୍କ ଜେମାଦେଇ କବିତାରେ ଏ ପ୍ରକାର ବିବାହର ଦୁଃଖ ଜେମାଦେଇ ଚରିତ୍ରଠାରେ କବି ଦେଖାଇଛନ୍ତି। ଗଣକବି ବୈଷ୍ଣବ ପାଣି ମଧ୍ୟ ବୁଢ଼ା ବର ସୁଆଙ୍ଗ ରଚିଛନ୍ତି। କଳସା ଚଉତିଶା କବିତାରେ କବି ଦେଖାଇ ପରୋକ୍ଷରେ ଦର୍ଶାଇଛନ୍ତି କି ଯେ ଯୁବତୀ ଝିଅ କଦାପି ବୁଢ଼ା ବରକୁ କିମ୍ବା ଦୋଭେଇ ବରକୁ ବାହା ହେବା ଉଚିତ ନୁହେଁ। ବାହା ହେଲା ମାନେ ଦୁଃଖ ପାଇବେ। ଯେମିତି ପାର୍ବତୀ ଓ ତାଙ୍କ ମାତା ହୈମବତୀ ବୁଢ଼ା ଓ ଧୋକଡ଼ ହଡ଼ା ବଳଦ ବସା ଖୁଁ ଖୁଁ କାଶା ଶିବଙ୍କୁ ଦେଖି କାନ୍ଦିଛନ୍ତି। କଳସା ଚଉତିଶା କବିତାର ଦୁଇଟି ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟରେ ବୁଢ଼ା ବର ବିବାହଜନିତ ଅସନ୍ତୋଷ ତଥା ଦୁଃଖ କଥା ବର୍ଣ୍ଣିତ ଥିବାବେଳେ, ଦ୍ୱିତୀୟ ପର୍ଯ୍ୟାୟରେ ଧର୍ମୀୟ ଚମତ୍କାରିତା ବା ମିରାକିଲ ଜନିତ ଅଲୌକିକତା କଥା ବର୍ଣ୍ଣିତ। ଭଗବାନ ସର୍ବଶକ୍ତିମାନ ବା ଅଲମାଇଟି ସବୁକିଛି କରିପାରନ୍ତି। ମଣିଷକୁ ଜନ୍ମ ଦେଇଛନ୍ତି ଯେତେବେଳେ, ମଣିଷର ମନୋଭାବକୁ ମଧ୍ୟ ଭଲ କରି ବୁଝିଛନ୍ତି। ସେ ଜାଣନ୍ତି ମଣିଷ କ'ଣ ଚାହେଁ। ନିଶ୍ଚୟ ସୁନ୍ଦର ବା ସୌନ୍ଦର୍ଯ୍ୟ ଭଲକୁ ହିଁ ଚାହେଁ। ମଣିଷକୁ ପରୀକ୍ଷା କରିବା ତାଙ୍କର ସ୍ୱଭାବ। ବିନା ପରୀକ୍ଷାରେ ମଣିଷର ଯାଞ୍ଚ ନାହିଁ ବୋଲି ଆଲ୍ଲାହ କୋରାନରେ କହିଛନ୍ତି। ଯେଉଁ ଯାଞ୍ଚରେ ମଣିଷର ଭଲମନ୍ଦର ନିରୂପଣ ଅଛି। କୋରାନରେ ଖୋଦା କହିଛନ୍ତି, ମଣିଷ ସାମାନ୍ୟ କଥା ଯଥା ମୋ ପ୍ରତି ବିଶ୍ୱାସ ବା ଇମାନ ଆଣିଦେଲେ ଯେ ମୁଁ ଆଲ୍ଲାହ ମଣିଷକୁ ଛାଡ଼ିଦେବି, ଏହା ଜମାରୁ ନୁହେଁ। ମଣିଷର ମୋ ପ୍ରତି ଆନୀତ ଇମାନର ପରୀକ୍ଷା ବା ଆଜମାଇଶ ନିଶ୍ଚିତ ହେବ, ଭଲମନ୍ଦ ମଣିଷର ନିରୂପଣ ପାଇଁ। ସେଥିପାଇଁ ଶିବ ବୁଢ଼ା ବର ବେଶରେ ଛଦ୍ମ ରୂପ ଧରି ନିଜର ଶ୍ୱଶୁର ଘର ଲୋକଙ୍କର ପରୀକ୍ଷା ବା ଯାଞ୍ଚ କରୁଥିଲେ। ସେମାନଙ୍କ ମନସ୍ତତ୍ୱ ମନୋଭାବର ଗତିବିଧିକୁ ଜାଣିଛନ୍ତି ଯେ ବୁଢ଼ା ବରକୁ ସେମାନେ ପସନ୍ଦ କରୁନାହାନ୍ତି। ସେଥିପାଇଁ ସେ ନିଜର ସର୍ବଶକ୍ତିମାନ କର୍ତ୍ତାପଣ ଆଧାରରେ କୁତ୍ସିତ କଦାକାର ରୂପକୁ ସୁନ୍ଦର ସ୍ୱାସ୍ଥ୍ୟବାନ ସୁଠାମ ଯୁବକ ରୂପରେ ବଦଳାଇ ଦେବା ପରେ ଶ୍ୱଶୁର ଘର ଲୋକ ସମସ୍ତେ, ଏପରିକି ନିଜର କନ୍ୟା ପାର୍ବତୀ ମଧ୍ୟ ଓ ତାଙ୍କର ଝିଅ ସାଙ୍ଗ ବା ମିତଣୀ ମାନେ, ଯେଉଁମାନେ ପ୍ରଥମେ ଟିପ୍ପଣୀ ମନ୍ଦ ମନ୍ତବ୍ୟ ଦେଉଥିଲେ କି ତୁମ ବାପା ଏମିତି ଜଣେ ବୁଢ଼ା ଅପଗଣ୍ଡ କୁତ୍ସିତ କଦାକାର ରୋଗଗ୍ରସ୍ତ ବର ହାତରେ କେମିତି ତୁମକୁ ସମର୍ପି ଦେଉଛନ୍ତି, ଏବେ ସେମାନେ ମଧ୍ୟ ଶିବଙ୍କର ଅଲୌକିକ ଯୁବକତ୍ୱର ପ୍ରକୃତ ଯୋଗ୍ୟ ବରମଣିଙ୍କୁ ଦେଖି ଆଶ୍ୱସ୍ତ ହୋଇଛନ୍ତି। ବିବାହର ମାଙ୍ଗଳିକ ଶୁଭମୟତାର ସମସ୍ତ ଧାର୍ମିକ ସାଂସ୍କୃତିକ କାର୍ଯ୍ୟାବଳୀ ନୀତି ମଧୁରେଣ ସମାପୟେତ ଲାଭ କରିଛି। ଉଭୟ ବରପକ୍ଷ ବିଶେଷତଃ କନ୍ୟାପକ୍ଷ ଗୋଷ୍ଠୀ ଆଶ୍ୱସ୍ତ ପ୍ରୀତ ହୋଇଛନ୍ତି। କବିତାର ଧାଡ଼ିକୁ ଧାଡ଼ି ପଦକୁ ପଦ ଅର୍ଥ ଉଦ୍ଧାର କରିବାର
ସେ ଅଲଗା ପରିସର ରହିଅଛି। ଏହି ସମୀକ୍ଷା ରଚନାର ମୂଳ ଉଦ୍ଦେଶ୍ୟ ହେଲା କଳସ ଚଉତିଶାର ଜୀବନ ତଥା ମାନବ ସମାଜ ସ୍ତରୀୟ ରାଚନିକ ମହତ୍ତ୍ୱ ଉପସ୍ଥାପିତ କରାଇବା, ଯଦ୍ୱାରା ସଂଶ୍ଳିଷ୍ଟ କବିତାର ପାଠକୀୟ ଚାହିଦା ବା ଆବଶ୍ୟକତା କ'ଣ ଓ କିପରି ରହିଛି ତାହାର ଆବିଷ୍କାର ବା ବାହାର କରାଇବା। ପ୍ରତ୍ୟେକ ସାହିତ୍ୟର ସାମାଜିକ ଅଙ୍ଗୀକାରବଦ୍ଧତା ସେମିତି ଏହି କଳସ ଚଉତିଶାର ମଧ୍ୟ ରହିଅଛି, ଯେଉଁଥିପାଇଁ ସାହିତ୍ୟ ପଠନୀୟ ହୋଇଥାଏ। ମାନବ ସମାଜ ପାଇଁ ରଚିତ ସାହିତ୍ୟଟି କେତେଦୂର ଦରକାର, ସାମାଜିକ ଜୀବନ ନିର୍ବାହ ଧାରାର କେଉଁ ଦିଗକୁ ଉନ୍ମୋଚିତ କରୁଅଛି, ଦେଖାଉଅଛି, ତାହା ହିଁ ସାହିତ୍ୟର ସାମାଜିକ ଅଙ୍ଗୀକାରବଦ୍ଧତା। କଳସ ଚଉତିଶା କବିତାଟିକୁ ପଢ଼ିଲେ ପାଠକ ଆପେ ଜାଣିଯିବ କି ସଂଶ୍ଳିଷ୍ଟ ପଦ୍ୟଟି ସବୁ ସମୟର ମାନବୀୟ ଯୁଗ ପାଇଁ ଚାହିଦାବନ୍ତ କି ନୁହେଁ। କୁହାଯାଏ ସାହିତ୍ୟ ପ୍ରଚାରଧର୍ମୀ। ସାହିତ୍ୟ ରଚନାର ମୂଳ ଉଦ୍ଦେଶ୍ୟ ତ ପ୍ରଚାରଧର୍ମିତା। ପ୍ରଚାରଧର୍ମୀ ଯଦି ସାହିତ୍ୟ ନ ହେବ, ତେବେ ସାହିତ୍ୟ ରଚନା ମୂଲ୍ୟହୀନ। କାରଣ ଏହାର ରଚନା ହିତସାଧନ। ତାହା ସମାଜର ହୋଇପାରେ ଅବା ବ୍ୟକ୍ତିର, ଉଭୟେ ସୂର୍ଯ୍ୟମାନତାର ଦୁଇ ଉପାଦାନ।